ସମ୍ବଲପୁର ଅଟୋ ଚାଳକ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହ 12 ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ମାଧ୍ୟମରେ ଅଟୋ ଚାଳକ ମହାସଂଘ ତାଙ୍କ ବିଭିନ୍ନ ସମସ୍ୟା ନେଇ ଦାବି ଜଣାଇଛନ୍ତି। ମୁଖ୍ୟତଃ ଅଟୋ ଚାଳକମାନଙ୍କୁ ପରିଚୟ ପତ୍ର, ପ୍ରତି ଅଟୋ ଚାଳକଙ୍କୁ ଇନ୍ସୁରାନ୍ସ, ମୃତ୍ୟୁକାଳୀନ ରାଶି ପ୍ରଦାନ ସହ ସରକାରୀ ମାନ୍ୟତାରେ ଅଟୋ ଷ୍ଟାଣ୍ଡ ତିଆରି କରିବା ସହ ବିଶେଷ କରି ଇଭି ବସ୍ ଓ ମୋ ବସ୍ ଯୋଗୁଁ ଅଟୋ ଚାଳକମାନଙ୍କୁ ହେଉଥିବା ସମସ୍ୟାର ଶୀଘ୍ର ସମାଧାନ କରାଯିବା ନେଇ ଦାବି କରାଯାଇଛି। ସମ୍ବଲପୁର ସହରରେ 5,000ରୁ ଉର୍ଦ୍ଧ୍ୱ ଅଟୋ ଚାଳକ ରହିଥିବା ବେଳେ ସେମାନେ ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ। କିନ୍ତୁ ମୋ ବସ୍ ଓ ଇଭି ବସ୍ ଚଳାଚଳ ଆରମ୍ଭ ହେବା ପରେ ଅଟୋ ଚାଳକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ରୋଜଗାରରେ ମାଡ଼ ହୋଇଥିବା ଅଟୋ ଚାଳକ ସଂଘ ଅଭିଯୋଗ କରିଛି। ତେବେ ସମାଜରେ ସମସ୍ତଙ୍କୁ ରୋଜଗାର କରିବାର ହକ୍ ଅଛି। ସରକାର ଏଥିପ୍ରତି ଧ୍ୟାନ ଦେଇ ଇଭି ଓ ମୋ ବସ୍ର ସମୟ ନିର୍ଦ୍ଧାରଣ କଲେ ଅଟୋ ଚାଳକମାନେ ଉପକୃତ ହେବା ସହ ରୋଜଗାର କରିପାରିବେ ବୋଲି ଦାବି କରାଯାଇଛି। आज आम समस्त संघर कर्मकर्ता मान महामंच जेनटा कि संबलपुर ऑटो रिक्शा महामंच निर्माण करूँ आम विभिन्न दाबी नहीं आज आम प्रशासन पाखु आसीचु आम दाबी जेन दाबी रही संबंधी दाबी जेनटा कि आम पेट मारणा निर्भर करुचे। संबलपुर प्राय 5,000 भाई मैंने 30 किलोमीटर भीतर बस चलुचे ऑटो रही बस रही बस ऑटो बेस इंश्योरेंस मेडिकल आम समस्त प्रकार सुविधा आम कलेक्टर महोदय पाक आसीचु आम दायीपत्र निश्चय कथा सुनबे इतने दुईमत नाइन। संबलपुर अमरेंद्र नायक रिपोर्ट खबर ओडिशा।